तो पिलामाने समस्तଙ୍କୁ ଆମର ଏସ୍ଏମ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ପିଲାମାନେ। ତ ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2026 ପିଲାମାନେ ଦ୍ୱିତୀୟ ସମାପ୍ତି ସୂଚକ ତମମାନଙ୍କର ଏସ୍ଏ 2 ପିଲାମାନେ। ତ ଏସ୍ଏ 2 ତମମାନଙ୍କର ଯେଉଁ ଏକ୍ଜାମ୍ ଅଛି ତ ଏସ୍ଏ 2ର ଆଜି ଗୋଟେ ରିଏଲ୍ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ଟିଏ ନେଇକରି ଆସିଛନ୍ତି। ସର୍ବପ୍ରଥମ କହିବି ଆମ ଏସ୍ଏମ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ ଏବେ ହିଁ ପିଲାମାନେ ସବସ୍କ୍ରାଇବ୍ କରିଦିଅ, ତମ ପାଖରେ ଟାଇମ୍ ଅଛି, ଏବେ ସିଲେକ୍ସନ୍ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ପାଇପାରିବ। ସମସ୍ତେ କ୍ଲିୟର ହେଇଗଲ ପିଲାମାନେ। ଦେଖ ଏଇଟା ତମମାନଙ୍କର ଷଷ୍ଠ ଶ୍ରେଣୀ ରହିବ, ବିଷୟ ପିଲାମାନେ ରହିବ ଗଣିତ। ସିଲେକ୍ସନ୍ ଗଣିତ ବିଷୟର କ୍ୱେଶ୍ଚନ୍ଟିଏ ରହିବ, ବୁଝିପାରିଲ ପିଲାମାନେ। ଆଜି ଯେତିକି କ୍ୱେଶ୍ଚନ୍ ଦେବି ସେତିକି କ୍ୱେଶ୍ଚନ୍ ତୁମେ ଭଲ କରି ପ୍ରାକ୍ଟିସ୍ କରି ଏକ୍ଜାମ୍କୁ ଯାଅ। 100% ପିଲାମାନେ ଷଷ୍ଠ ଶ୍ରେଣୀରେ ତୁମେ ଯାହା ବି ପଢ଼ିବ ପିଲାମାନେ କରିପାରିବ। ସମସ୍ତେ କ୍ଲିୟର ହେଇଗଲ ପିଲାମାନେ। ଦେଖ ସର୍ବପ୍ରଥମ କହିବି ଏଠି ଶିକ୍ଷାର୍ଥୀଙ୍କ ନାମ ଲେଖିବ, ତୁମମାନଙ୍କ ନାଁ ବି ଯାହା ଥିବ ଏଇ ଜାଗାରେ ଫିଲ୍ଅପ୍ କରିବ। ତାପରେ ରୋଲ୍ ନମ୍ବର ପିଲାମାନେ ତୁମ ରୋଲ୍ ନମ୍ବର ବି ଯାହା ଥିବ ଏଠି ଲେଖିବ। ବିଭାଗ ଲେଖିବ ପିଲାମାନେ, ତାରିଖ ଲେଖିବ। ତାରିଖ ପିଲାମାନେ ସେଇ ଦିନର ଡେଟ୍ ଯାହା ବି ଥିବ ଏଇ ଜାଗାରେ ଲେଖିବ। ସମସ୍ତେ କ୍ଲିୟର ହେଇଗଲ। ତାପରେ ପିଲାମାନେ ବିଦ୍ୟାଳୟର ନାମ, ତୁମେ ଯେଉଁ ସ୍କୁଲରୁ ଆସିଛ, ଯେଉଁ ସ୍କୁଲରେ ପଢ଼ୁଛ, ତ ସେଇ ସ୍କୁଲ ଏଠି ଏଇ ଜାଗାରେ ଲେଖିବ। ତୁମ ସ୍କୁଲରେ ତ ହେଉଛି ନା ଏକ୍ଜାମ୍, ବୁଝିପାରିଲ। ତାପରେ ପିଲାମାନେ ବ୍ଲକ୍, ତାପରେ ଜିଲ୍ଲା। ଜିଲ୍ଲା ତୁମର ଯାହା ବି ହେଇଥିବ ଲେଖିବ, ତ ଜିଲ୍ଲାର ବ୍ଲକ୍ ଯାହା ହେଇଥିବ ଏଇ ଜାଗାରେ ଲେଖିବ। ସମସ୍ତେ କ୍ଲିୟର ହେଇଗଲ। ଏଇଠି ପିଲାମାନେ କିଛି ଲେଖିବାର ନାହିଁ, ବୁଝିପାରିଲ। ଏତିକି ସମସ୍ତେ ଫିଲ୍ଅପ୍ କରିପାରିବ ତ? ବହୁତ ବଢ଼ିଆ ପିଲାମାନେ। ଦେଖ ଗୋଟେ ଲେଖା ସେୟାର କରିଦେବ ତୁମ ସାଙ୍ଗମାନଙ୍କୁ, ଯେଉଁମାନେ ପିଲାମାନେ ଷଷ୍ଠ ଶ୍ରେଣୀର ପିଲାମାନେ ଏକ୍ଜାମ୍ ଦେବେ ସେମାନଙ୍କୁ ଗୋଟେ ଲେଖା ସେୟାର କରିଦେବ, ସେମାନଙ୍କ ପାଖରେ ବି କ୍ୱେଶ୍ଚନ୍ ପହଞ୍ଚିପାରୁ, ବୁଝିପାରୁଛ ତ। ଗୋଟେ ଲାଇକ୍ କରିଦେବ ଆଉ ଗୋଟେ ଛୋଟ କମେଣ୍ଟ ବି କରିଦେବ। ଦେଖ ପ୍ରତି କ୍ୱେଶ୍ଚନ୍ ପିଲାମାନେ ପାଖରେ ଦିଆଯାଇଛି ଅପସନ୍। 1 ନମ୍ବର ପିଲାମାନେ 8 ନିୟୁତ 4,05,970କୁ ସଂଖ୍ୟାଟିକୁ ଚିହ୍ନାଅ। ପିଲାମାନେ ଦେଖ ଫାଷ୍ଟ ତୁମମାନଙ୍କୁ ଦେଇଛି 8 ନିୟୁତ, 10, 100, 1000, ଅୟୁତ, ଲକ୍ଷ, ନିୟୁତ, କୋଟି। ତ ଆମକୁ କ'ଣ ଦେଇଛି ନା ନିୟୁତ ଦେଇଛି। ନିୟୁତର ସଂଖ୍ୟା କେଉଁଠି ରହିଲା? ଏଇଠି ରହିଲା, ବୁଝିପାରିଲ ତ। 8 ଏଇଠି ରହିଯିବ। ସମସ୍ତେ କ୍ଲିୟର ହେଇଗଲ। 4 ଲକ୍ଷ, ଲକ୍ଷ ପିଲାମାନେ କେଉଁଠି ହେବ ନା ଲକ୍ଷ ନିୟୁତର ପରେ ହେବ। ମାନେ ଏଇଟା 1, 10, 100, 1000, ଅୟୁତ, ଲକ୍ଷ। ତ ଲକ୍ଷ ଏଇଟା ଲକ୍ଷ, ତ ଲକ୍ଷ ହେଲେ କେତେ ହେଇଯିବ? ଏଇଠି 4 ହେଇଯିବ। ସମସ୍ତେ କ୍ଲିୟର। 5000 ପିଲାମାନେ 5000 ଦେଇଛି। 1000 କେଉଁଟା ନା 1, 10, 100, 1000, ଏଇଟା 1000। ତାହେଲେ ଏଠି ପିଲାମାନେ ଯେଉଁ ଗୋଟେ ରହିଛି ଏଇଟା କ'ଣ ହେଇଯିବ? 0 ରହିଯିବ, କିଛି ଦେଇନାହିଁ, ବୁଝିପାରୁଛ ତ। 1000 ଦେଇଛି, 5 ହେଇଯିବ। ସମସ୍ତେ କ୍ଲିୟର ହେଇଗଲ। 970 ପିଲାମାନେ 970 ଏଠି ତ ଲେଖିଦେବ 970 ପିଲାମାନେ। ଏଇଟା ହେଉଛି ତୁମର ସଂଖ୍ୟା, ବୁଝିପାରିଲ, ଯେଉଁଟାକି ତୁମମାନଙ୍କର ଖ ନମ୍ବର ଅପସନ୍ରେ ଅଛି। ସମସ୍ତେ କ୍ଲିୟର ହେଇଗଲ। ଖ ନମ୍ବର ଅପସନ୍ରେ ଅଛି କି ନାହିଁ, ବୁଝିପାରୁଛ ତ। ଏଇଟା ପିଲାମାନେ ଆନ୍ସର୍ ଥିଲା। ତ 5, 10, 7 ଶତାଂଶକୁ ଦଶମିକରେ ଲେଖିଲେ କେତେ ହେବ? 5, 10, 7 ଶତାଂଶକୁ ଆମେ ଯେଉଁ ଦଶମିକରେ ଲେଖିବା କ'ଣ ହେଇଯିବ ନା 5, 10କୁ ପିଲାମାନେ 50, 7 ଶତାଂଶ ଅଛି ମାନେ ଏଠି କ'ଣ ହେଇଯିବ ନା 07 ହେଇଯିବ, 0.07। ରାଇଟ୍ ଆନ୍ସର୍ କେଉଁଟା ହେଇଯିବ? ଘ 50, 07। ଏକ ଲୁଡ଼ୁ ଗୋଟିର ପିଲାମାନେ କେତୋଟି ପୃଷ୍ଠ ଅଛି? ତ ଏଇଟା ତ ଇଜି ରହିବ, ଆରାମସେ ସବୁ ପିଲା କରିପାରିବ। ତ ଲୁଡ଼ୁ ଗୋଟି ଯଦି ପିଲାମାନେ ମୁଁ କାଟିବି, ଏଇଟା ପିଲାମାନେ ଦେଖ ଏଇଟା ତୁମମାନଙ୍କର ଗୋଟେ ଲୁଡ଼ୁ ଗୋଟି, ବୁଝିପାରିଲ ତ। 4ଟା ପିଲାମାନେ 4 ସାଇଡ଼୍ରେ ରହିଲା 4, ତ ଉପରେ ଗୋଟେ ତଳେ ଗୋଟେ, ତ +2, 4 + 2 = କେତେ? 8, 6 ପିଲାମାନେ 6, ବୁଝିପାରିଲ। 6 ଅଛି। ସମସ୍ତେ ବୁଝିପାରିଲ କି? ତ ଅସମ୍ପୃକ୍ତ ପଦଟିକୁ ଚିହ୍ନାଅ ପିଲାମାନେ। ଏଠି ତୁମମାନଙ୍କୁ ଚିହ୍ନି ପାରିବ। 4 ନମ୍ବର ପିଲାମାନେ ଥିଲା ଅସମ୍ପୃକ୍ତ ପଦଟିକୁ ଚିହ୍ନାଅ। ସମସ୍ତେ ପିଲାମାନେ କହିବି ତ ଏତିକି ଗୋଟେ ସ୍କ୍ରିନ୍‌ଶଟ୍ ନେଇଯାଅ, ବୁଝିପାରିଲ କି? ତ କ୍ୱେଶ୍ଚନ୍ ବହୁତ ଅଛି, ତ ସବୁ କହିବା ପାଇଁ ଡେରି ହେବ, ତ ସମସ୍ତଙ୍କୁ କହିବି ପିଲାମାନେ ସ୍କ୍ରିନ୍‌ଶଟ୍ ନେଇଯାଅ। ଅସମ୍ପୃକ୍ତ ପଦଟିକୁ ଚିହ୍ନେଇବ ପିଲାମାନେ। ତୁମର ଆନ୍ସର୍ ବି ସାଇଟ୍‌ରେ ଅଛି। ଏଠି ପିଲାମାନେ ଦେଖ ରେଖାଙ୍କିତ ଅଂଶ ସମୁଦାୟ ଚିତ୍ରର କେତେ ଅଂଶ ଅଛି, ତ ଏଇଟା ପିଲାମାନେ ଚିହ୍ନେଇ ପାରିବ, ବୁଝିପାରିଲ କେତେ ଅଂଶ ଅଛି, ବୁଝିପାରିଲ ତ। ଏଇଠି ପିଲାମାନେ ଦେଖ ଏଠି ଯଦି ଆମେ ଗଣିବା ଟୋଟାଲ୍ ଅଂଶ ସଂଖ୍ୟା, ତ 1, 2, 3, 4, 4, 4, 8, 8 ହେଉଛି ମାନେ 4/8 ଅଛି। ତ 4/8କୁ ଆମେ ଯଦି କାଟିବା ପିଲାମାନେ 4 ଦୁନେ 8 = କେତେ? 1/2 ହେଇଯାଉଛି। 1/2 ରାଇଟ୍ ଆନ୍ସର୍ ଅଛି। 1/2 ଅଛି ପିଲାମାନେ। ଏଇଭଳି କ୍ୱେଶ୍ଚନ୍ ସମସ୍ତର ସବୁ ଅଛି ପିଲାମାନେ ଦେଖିପାରିବ। ଏକ ସମବାହୁ ତ୍ରିଭୁଜର ପ୍ରତ୍ୟେକ କୋଣର ପରିମାଣ କେତେ? ସମବାହୁ ତ୍ରିଭୁଜର ପ୍ରତ୍ୟେକ କୋଣର ପରିମାଣ 60 ଡିଗ୍ରୀ। ଏକ ସାମାନ୍ତରିକ ଚିତ୍ର ବିଶିଷ୍ଟ ହେଲେ ତାକୁ କ'ଣ କହିବା ନା ଆୟତ ଚିତ୍ର କହିବା, ବୁଝିପାରୁଛ। ତାପରେ ପିଲାମାନେ ନେକ୍ସଟ କ୍ୱେଶ୍ଚନ୍ ଆମେ ଯଦି ଦେଖିବା ପିଲାମାନେ ଦେଖ, ତ 50 ନମ୍ବର 50%କୁ ଭଗ୍ନାଂଶରେ ପ୍ରକାଶ କଲେ କେତେ ହେଇଯିବ? 50% ପିଲାମାନେ ଟୋଟାଲ୍ ପରସେଣ୍ଟ କେତେ ନା 100, 50%କୁ 50, ତାକୁ ଯଦି କାଟିଦେବା ପିଲାମାନେ 1/2, ବୁଝିପାରିଲ। ତାପରେ ପିଲାମାନେ ଗୋଟିଏ ତ୍ରିଭୁଜର ସର୍ବନିମ୍ନ କେତୋଟି ସୂକ୍ଷ୍ମକୋଣ ଅଛି? 2ଟି ସୂକ୍ଷ୍ମକୋଣ। ଗୋଟେ ତ୍ରିଭୁଜର ପିଲାମାନେ ସର୍ବନିମ୍ନ ଯଦି କହିବା ପ୍ରତ୍ୟେକ ତ୍ରିଭୁଜର ପିଲାମାନେ 2ଟି ସୂକ୍ଷ୍ମକୋଣ ଥାଏ, ବୁଝିପାରିଲ। ତ 2ଟି ମୌଳିକ ସଂଖ୍ୟାର ଗସାଉ ପିଲାମାନେ 1, ବୁଝିପାରୁଛ କି? ତାପରେ ପିଲାମାନେ ଦେଖ 2ଟି ମୌଳିକ ସଂଖ୍ୟାର ଗସାଉ ପିଲାମାନେ ସେଇ 1 ହେଇଯିବ। ତ ତାପରେ 11 ନମ୍ବର କେଉଁ ସଂଖ୍ୟା ନିଜକୁ ନିଜେ ଯୋଗାତ୍ମକ ବିଲୋମୀ ଅଟେ? 0, ବୁଝିପାରୁଛ କି? ତାପରେ ନେକ୍ସଟ କ୍ୱେଶ୍ଚନ୍, ଏକ ବୃତ୍ତର କେତୋଟି ବ୍ୟାସ ଥାଏ? ଅସଂଖ୍ୟ ବ୍ୟାସ ଥାଏ ପିଲାମାନେ ଗୋଟେ ବୃତ୍ତରେ, ବୁଝିପାରିଲ କି? 13 ନମ୍ବର କ୍ୱେଶ୍ଚନ୍ ଦେଖ, -10x + 3 ବୀଜଗଣିତିକ ପରିପ୍ରକାଶରେ xର ସହଗ କେତେ ହେଇଯିବ? ବୁଝିପାରୁଛ, ଏଗୁଡ଼ା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ପିଲାମାନେ ଭଲ କରି ଦେଖିକି ଯିବ, ବୁଝିପାରୁଛ। xର ସହଗ ପିଲାମାନେ -10 ହେଇଯିବ।
14 नंबर क्वेश्चन x एकक दैर्घ्य 9 एकक प्रस्थ विशिष्ट आयचित्र परिसीमा केते कौन हो ना 2x + 9 = 2x + 18 बुझीपार कि तापर पिला माने देखो क्वेश्चन अछि तुम मानकर 15 नंबर क्वेश्चन अछि पिला माने तुम मानकर केते देखो 15 नंबर क्वेश्चन अच्छी 3/5 रे लब हरठार केते कम पिला माने 2 कम बुझीपारस तो तुम घरे थिबा गोटे आयतकार वस्तुर उदाहरण दियो एटा समस्ते निजे करिवो तुम घरे जहाँ भी अच्छे आयतकार वस्तु लिखिपार इटा सब लिखिपार इटा अच्छी पिला माने बुझीपारस तो 17 नंबर अच्छी ax + bc -3 पद संख्या पिला माने केते एइदर पद संख्या केते पिला माने पद संख्या हमर 3 बुझीपारस कि तापर नेक्स्ट क्वेश्चन पिला माने 20 नंबर -9 ठारू 2 केते अधिक -9 ठारू 9 -9 पिला माने आमे जदि काटिबा माइनस परे -8 हेजिवो -7 हेजिवो -6 हेजिवो बुझीपारछ एमिति करि परिबो -9 पर्यंत तापर पिला माने एठी तुमको केते अधिक देइछि माने कोन हेजिवो -9 हेजिवो बुझीपारछ कि तो माइनस माइनस प्लस 9 9 केते हला 18 समस्त क्लियर हे गेलो तो एटा पिला माने करि परिबो 21 नंबर क्वेश्चन उपयुक्त स्थान रे कमा व्यवहार करी संख्याटी को लेख संख्याटार नाम लेख बुझीपारछ कमा व्यवहार करी लिखिबार अछि जोटा कि लेखा जाइछि आंसर समस्त देखि पारथुबो क्लियर हे गेलो तो सेहि पर जो देखिबा पिला माने 22 नंबर क्वेश्चन दुईटी संख्या लसाउ पिला माने सेही संख्यार द्वयर गुणफल हेले सेही संख्या द्वयर गसाउ निर्णय कर बुझीपारछ तो पिला माने एटा करि परिबो 23 नंबर क्वेश्चन अछि 3/8 एटा पिला माने कोन ना 3 ओके तो एटा 3 अछि बुझि पाइलो 3/8 रो समभग्नांश संख्या निर्णय कर समस्त पिला माने कहबी एउडा स्क्रीनशॉट नै जाओ समस्त स्क्रीनशॉट नै जाओ इंपोर्टेंट क्वेश्चन रहइबो भलो करी प्रैक्टिस करी एग्जाम को जिवो बुझि पाइलो तो 3/8 रो दुईटी समभग्नांश पिला माने 3/8 तो गोटे रहिला तापर केते होबो ना 3 दुने इक्वाल टू पिला माने 6 एटी पिले 2 अछि माने एटी पिला माने 2 हबो 8 * 2 इक्वाल टू केते 8 दुना 16 तो 16/16 नै जिवो तो सेहि पर 3 3 करि परिबो 8 3 करि परिबो तो सेहि पर पिला माने एटा संख्या रेखा साहाय्य वियोग कर ए डायरेक्ट तुम वियोग कर परिबो किंतु संख्या रेखा देइछि माने तुम काटि करिवो बुझि पारछो एटा तुम समस्त स्क्रीनशॉट नै जाओ तापर पिला माने देखो सारणले हरिण सफियार वार्षिक परीक्षार विषय रे जगह अछि वार्षिक परीक्षा रे तुम जा भी नंबर रखिजंती हरिसी सफिया पिला माने एई जगह अछि साहित्य रे इंग्रजी रे गणित रे विज्ञान रे भूगोल रे इतिहास रे मार्क रखिले समस्त पिला माने देखि पारथुबो सारणी को देखिकी तुम फिलअप कर परिबो एटा इजी रहइबो एटा निजे तुम करिया पे चेष्टा करिवो केउ विषय उभय समान नंबर रखिजंती के समान नंबर रखिजंती गणित पिला माने दुई जनक मध्यरु के इतिहास रे बेसी नंबर रखछि सफिया पिला माने बुझि पारछो सेहि पर क्वेश्चन जो देखिबा पिला माने देखो एई जगह अछि 26 नंबर लीना दुकानी को पिला माने 12 टंका देई गोटे चॉकलेट एवं 15 टंका 75 टंका देई गोटे आइसक्रीम किनला दुकानी से 50 टंका देला दुकानी आउ लिमा को केते टंका फेरेइबो बुझिपाल कि तो पिला माने तुम मानकु देखि दुकानी पिला माने से कोण आनला दुकान लु ना फास्ट पिला माने दुकान लु फास्ट 12 टंका 90 12 टंका 90 देई पिला माने कोण आनला चॉकलेट आनला बुझिपारछो देखो आउथरे लिखुची 12 टंका 90 टंका देई चॉकलेट आनला पिला माने चॉकलेट जदी 12 टंका 90 टंका देई आनिची तापर पिला माने कोण आनला तापर फुणी उडा आनला 15 टंका 75 देई कोण आनला आइसक्रीम आनला तो एटी कोण हिजो मिसै दबो दिटा 5 9 7 केते 9 10 11 12 13 14 15 16 6 बुझिपारछ 6 हेले एठी एक पिला माने नबो 2 1 3 5 3 8 8 पिला माने जो एठी दीटा पॉइंट अछि माने एठी पॉइंट पिला माने दबो 1 1 2 28 टंका 65 पिला माने 28 65 एटा तम मानकर हे गला किनी थिला बुझि पाइलो से केते टंका देला 50 टंका देला तो फेडी दबो 50 टंका 50 कौन अच्छी क्वेश्चन पिला माने निजे सब कर परबे एडा सब निजे तुम कर परबे बुझि पालो तो एटी पिला माने 0 0 अछि माने एटी तो आखि बंद करी 100 हबो 100 हेले एटी केते हिजबो 65 हेले 35 हेजिवो बुझि पारछो 35 हे गेले एटी पिला माने 1 10 निथिबो माने केते एटी एटी तो मान 9 थिबो बुझिलो कि एटी जो 1 नेला एटी तो मान केते अछि ए जार तो मान 9 अछि ना 1 बुझि पारछो कि एटी पिला माने केते 4 अछि 4 2 गला केते ना 21 21 35 अछि कि 21 35 एटी पिला माने अछि 21 35 समस्त क्लियर हो गेले एडा पिला माने इजी क्वेश्चन आराम से करि परिबो 27 नंबर क्वेश्चन अछि दत्त चित्र परिसीमा करो पिला माने दत्त चित्र परिसीमा देछि माने तुमर सबु बाहु यार देछि कि नाही 38 28 10 2 26 26 2 एथिरे पिला माने परिसीमा तुमको देछि माने मन रख परिसीमा देछि माने तमे कोन करिवो ना सबु किछि मिसै दबो जदि सबु किछि ऐड कर दोचो ताले तुम मानकर परिसीमा बाहर जिवो समस्त क्लियर हो गले कि सेहि पर 28 नंबर एक विद्यालय पढुथबा पुओर झियर अनुपात पिला माने 11:12 झियो संख्या जदि 18 हेले तो पुओ संख्या केते पिला माने ई क्वेश्चन टी आमे करबा एटी विद्यालय रो पिला माने पढुथबा पुओ झियर अनुपात होची 11:2 फास्ट तमे ई जगह रे तमे पुओ लिख परिबो ई जगह रे तमे झियो लिख परिबो बुझि पारछु कि तापर पिला माने पुओर अनुपात केते पुओर होची 11 यार केते ना 12 तो झियो संख्या 84 झियो संख्या पिला माने केते झियो संख्या पिला माने 84 केते झियो संख्या तो मान केते 84 बुझि पारछु ताले पुओ संख्या केते
ବୁଝିପାରୁଛ କି? ତ ଝିଅ ସଂଖ୍ୟା ଯଦି 84 ତାହେଲେ ପୁଅ ସଂଖ୍ୟା ଆମେ କେମିତି କାଢ଼ିବା? ତ ଫାଷ୍ଟ ଆମେ 84 ଅଛି ମାନେ ଆମେ 12ରେ ପିଲାମାନେ ଡିଭାଇଡ୍ କରିବା 84କୁ। ବୁଝିଲ କି? ଆମକୁ ଝିଅ ଦେଇଛି ତ ପୁଅ ବାହାରିବାକୁ ହେଲେ ଆମେ ଡିଭାଇଡ୍ କରିବା ତ ହରିବା। ତ 84 ପିଲାମାନେ ଏଠି 12 ସତା ପିଲାମାନେ କେତେ ହେଉଛି? 7 ଦୁନେ 14 7 କେ 7 1 8 84 ପିଲାମାନେ 12 ସତା ପିଲାମାନେ 84। ସମସ୍ତେ କ୍ଲିୟର ହେଲ? ତ ଏଠି 7 ପଳେଇ ଆସିଲା। ତ 7ରେ ଆମକୁ କ'ଣ ପଚାରିଛି ନା ପୁଅ ସଂଖ୍ୟା ପଚାରିଛି। ଆମକୁ ଝିଅ ସଂଖ୍ୟା ପଚାରିଥିଲେ ପିଲାମାନେ 7 ଥିଲେ ଆମକୁ 12 ଇଣ୍ଟୁ 7 କରିଥାନ୍ତେ। ବୁଝିପାରୁଛ କି? ଆମକୁ ପୁଅ ସଂଖ୍ୟା ପଚାରିଛି। ପୁଅ ହେଲେ କ'ଣ ହବ? ପୁଅର ସଂଖ୍ୟା କେତେ ଅଛି? ଇଷ୍ଟୁରେ ପିଲାମାନେ 11 ଅଛି। ତ 11 ଇଣ୍ଟୁ ପିଲାମାନେ 7 ହେଇଯିବ। କେତେ ହେଇଯିବ? 7 କେ 7 7 କେ 7 77 ଅଛି କି ଆନ୍ସାର? ଥିବ ପିଲାମାନେ। ଆନ୍ସାର ଅଛି କ'ଣ? ବୁଝିପାରିଲ? 77 ପିଲାମାନେ ଏଇ ଜାଗାରେ ଦେଖ 77 ଅଛି। ତ 29 ନମ୍ବର 64a ଦି ପାୱାର ଟୁ 7 କୁ ଉତ୍ପାଦକରେ ଯଦି ଗୁଣଫଳ କରିବା ତାହେଲେ କେତେ ହେବ? ତ ଏଠି ଦେଖିପାରୁଥିବ ଉତ୍ପାଦକ ବାହାର କରାଯାଇଛି। ସମସ୍ତେ ଏହାକୁ ଦେଖିକି ଲେଖିପାରିବ। A7 ମାନେ ପିଲାମାନେ 7 ଥର A ରହିବ। କେତେ ଥର ରହିବ? 7 ଟାଇମ୍ସ A ରହିବ। 1 2 3 4 5 6 7। ବୁଝିପାରିଲ? ତାପରେ ପିଲାମାନେ ଦେଖ 64 2ର ପିଲାମାନେ 6 ଇକ୍ୱାଲ ଟୁ କେତେ ହେଇଯିବ ନା 64 ହେଇଯିବ। ବୁଝିପାରିଲ? 2 6 ମାନେ କ'ଣ? ଏଠି 6 ଥର ଥିବ। ଦେଖ ପିଲାମାନେ 3 3 4 5 6। ବୁଝିପାରୁଛ? ତ ଏଇଟା ପିଲାମାନେ ଆନ୍ସାର। ତ ଏଇଟା ସମସ୍ତେ ଦେଖିପାରୁଥିବ। ତାପରେ ତୁମମାନଙ୍କର ପିଲାମାନେ 30ରୁ 32 ନମ୍ବର ପର୍ଯ୍ୟନ୍ତ ତୁମମାନଙ୍କର ପିଲାମାନେ କେତେ ମାର୍କିଆ ରହିବ? ଏଠି ପିଲାମାନେ ତୁମମାନଙ୍କର 4 ମାର୍କିଆ ରହିବ। ମୋଷ୍ଟ ଇମ୍ପୋର୍ଟାଣ୍ଟ 4 ମାର୍କିଆଟାକୁ ଭଲ କରି ଦେଖିକି ଯିବ। ସମସ୍ତେ କ୍ଲିୟର ହେଇଗଲ? ଏଇଟା ତୁମମାନଙ୍କ 4 ମାର୍କ, ଗୋଟେ କ୍ୱେଶ୍ଚନ୍ ବି ଛାଡ଼ିବ ନାହିଁ। ସମସ୍ତେ କ୍ଲିୟର ହେଇଗଲ ପିଲାମାନେ? ଦେଖ ତୁମମାନଙ୍କର 30 ନମ୍ବର କ୍ୱେଶ୍ଚନ୍ ଅଛି। ଏକ ଆୟତ କ୍ଷେତ୍ରରେ ଦୈର୍ଘ୍ୟ ପ୍ରସ୍ତର 2 ଗୁଣ। ଏକ ଆୟତ କ୍ଷେତ୍ରରେ ଦୈର୍ଘ୍ୟର ପ୍ରସ୍ତର 2 ଗୁଣ। ବୁଝିପାରୁଛ କି? ତ ଏହାର ପରିସୀମା ଯଦି 42 ସେଣ୍ଟିମିଟର ହୁଏ ଏହାର କ୍ଷେତ୍ରଫଳ କେତେ? ତ ଅରେ ପିଲାମାନେ ଅଛି ଯଦି ଏଟାକୁ କରୁଛ ତାହେଲେ ଅଟା କରିବ ନାହିଁ। ଏକ ବର୍ଗ କ୍ଷେତ୍ରର କ୍ଷେତ୍ରଫଳ 81 ବର୍ଗ ମିଟର ହେଲେ ଏହାର ଚାରି ପାଖରେ ବାଡ଼ ଦେବା ପାଇଁ ପ୍ରତି ମିଟରକୁ 20 ଟଙ୍କା ହିସାବରେ ମୋଟ କେତେ ଟଙ୍କା ଖର୍ଚ୍ଚ ହେବ? ତୁମମାନଙ୍କୁ ଦୁଇଟା ଭିତରୁ ଯେଉଁଟା ପିଲାମାନେ ଇଜି ଲାଗିବ ତୁମେ ସେଇଟା କରିବ। ସମସ୍ତେ କ୍ଲିୟର ହେଇଗଲ? ତୁମମାନଙ୍କର ଏଇ ଜାଗାରେ ଦେଖ। ତାପରେ ତୁମମାନଙ୍କର ପିଲାମାନେ 31 ନମ୍ବର ରହିବ। ଦୋକାନୀରୁ ରହିମ ପିଲାମାନେ 2.1/2 ମିଟର ଆଉ ରାଧୁ ପିଲାମାନେ 3.2/4 ମିଟର ଲମ୍ବର ସାର୍ଟ କପଡ଼ା କିଣିଲା। ତେବେ ଦୁହେଁ ମୋଟରେ ପିଲାମାନେ କେତେ ଲମ୍ବର ସାର୍ଟ କପଡ଼ା କିଣିଲେ? ବୁଝିପାରୁଛ? ଏଇଟା ତୁମର ଫାଷ୍ଟ କ୍ୱେଶ୍ଚନ୍ ରହିବ। ତ ଏଇଟା ମିଶାଇ ଦେବ। ମିଶାଇକି ଆରାମସେ କରିପାରିବ। କିଛି ନାହିଁ, ଇଜି କ୍ୱେଶ୍ଚନ୍ଟା। ବୁଝିପାରିଲ? ପୂର୍ଣ୍ଣାଙ୍ଗ ଅଛି ମାନେ 5 ଦୁନେ 10 କେ 5 ଦୁନେ 10 10 କେ 11/5 4 3 12 12 13 14 14/5 14/4। ତାପରେ ପିଲାମାନେ ଇଜିଲି ତୁମେ ମିଶାଇ ପାରିବ। ବୁଝିପାରୁଛ କି? ଭଗ୍ନାଂଶର ତ ମିଶା ଜାଣିଛ। ତ ବନିତା ପିଲାମାନେ 27 ଟଙ୍କା ଲେଖାଏଁ 2ଟି ଖାତା କିଣିଲା ଓ 24 ଟଙ୍କା 50 ପଇସାରେ ଗୋଟିଏ ଗପ ବହି କିଣିଲା। ତେବେ ସେ ଦୋକାନୀକୁ ମୋଟ କେତେ ଟଙ୍କା ଦେବ? ତ ପିଲାମାନେ ଏଇଭଳି କ୍ୱେଶ୍ଚନ୍ ଅଛି ମାନେ 2ଟି ଖାତା କିଣିଲା। ତ 2ଟି ଖାତା କିଣିଲେ 37.50 ଇଣ୍ଟୁ 2 କରିଦେବ। ବୁଝିପାରୁଛ କି? 2 କରିଦେଲେ ପିଲାମାନେ ବାହାରିଯିବ ଏଠି। ତାପରେ ପିଲାମାନେ ଏତିକି ତ ବହି ଅଛି, ଗୋଟିଏ ଗପ ବହି କିଣିଲା। ତ ଏଇଟା ମିଶାଇ ଦେବ। ମିଶାଇଲା ପରେ ତୁମମାନଙ୍କର ଟୋଟାଲ୍ ବାହାରି ପଡ଼ିବ। ସମସ୍ତେ କ୍ଲିୟର ହେଇଗଲ? ଇଜି କ୍ୱେଶ୍ଚନ୍ ପିଲାମାନେ ଆରାମସେ ସମସ୍ତେ କରିପାରିବ ଏ କ୍ୱେଶ୍ଚନ୍କୁ। 30 ନମ୍ବର ସେହିପରି 9.5 ସେଣ୍ଟିମିଟର ରେଖାଖଣ୍ଡ ଅଙ୍କନ କର। ବହିସ୍ଥ ଏକ ବିନ୍ଦୁରେ ପେନସିଲ୍ ସ୍କେଲ୍ ଓ କମ୍ପାସ ବ୍ୟବହାର କରି ରେଖାଙ୍କିତ ପ୍ରତି ଲମ୍ବ ଅଙ୍କନ କର। ବୁଝିପାରିଲ? ଏଇଟା କରିପାରିବ। ଇଜି ରହିବ। ତୁମେ 32 ନମ୍ବର ଅପେକ୍ଷା ଅଟା ଯଦି କରୁଛ ତାହେଲେ ତୁମମାନଙ୍କୁ ଇଜି ରହିବ। ପେନସିଲ୍ ଓ ସ୍କେଲ୍ ବ୍ୟବହାର କରିବ ତୁମେ 90 ଡିଗ୍ରୀ ଅଙ୍କନ କରିପାରିବ। ଫାଷ୍ଟ ଗୋଟେ ବିସି ନେବ ପିଲାମାନେ। ବିସି ରେଖାଖଣ୍ଡ ଏଠି ପିଲାମାନେ ତୁମେ କ'ଣ କରିବ ନା ତୁମର ବି ବିନ୍ଦୁରୁ ତୁମେ କମ୍ପାସ ବ୍ୟବହାର କରିକି ତୁମେ ପିଲାମାନେ ଏଇଭଳି ଟାଣିବ। ବୁଝିପାରିଲ? ବି ବିନ୍ଦୁରୁ। ସମସ୍ତେ କ୍ଲିୟର ହେଇଗଲ? ତୁମେ ବି ବିନ୍ଦୁରୁ ଗୋଟେ सर्कल जिते भी तुम टाणुच तुम छोट कर बड़ कर। तापर पिलामाने एठी तुम केते तुम एई पॉइंट रु तुम केते नब ना 45 डिग्री तुम कंपास रे नब। एठी 45 पिलामाने एठू पुणी एठी 45 बुझिपाइल। 45 पर पिलामाने सेई 45 एठी पिलामाने एपटर गोटे दब चाप गोटे दब एपटर गोटे चापट दब। बुझिपाइल। तापर पिलामाने देखो एठी तुम मानकर जदी ऐड कर दउछ एटा केते हिजो ना 90 डिग्री हिजो। बुझिपाइल। जोटा कि 90 डिग्री कोण अंकन करबा कथा पड़ी। एटा तुम मानक इजी थिला। एटा तुम इंपोर्टेंट क्वेश्चन थिला। पिलामाने किछि डाउट जदी समस्त पचारि पारिबो एवं ए क्वेश्चनटा तुम भलो कर देखि जिवो एग्जाम रे पिलामाने 100% आसीबो। पिलामाने आज पय एतिकी या पर जो नेक्स्ट सिलेक्शन क्वेश्चन दरकार देन कमेंट करो नै करि आसीबे।